ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ, ପରିବାରର ସମସ୍ତେ ପୂଜା କରୁଥିବା ସମୟରେ କେହି ଜଣେ ରାଜ ବୋଲି ଡାକନ୍ତି। ଆଉ ତାପରେ ପରିବାରର ସମସ୍ତେ ଆସି ଦେଖନ୍ତି ତ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ରିୟା କୁହେ, ମୁଁ ଫେରି ଆସିଛି ରାଜ, ଦେଖ ମୁଁ ତମ ପାଇଁ ସାବିତ୍ରୀ ବ୍ରତ କରିଛି। ରିୟା କଥା ଶୁଣି ରାଜ ଏପଟ ସେପଟକୁ ଚାହେଁ। ରିୟା କୁହେ, କ'ଣ ହେଲା ରାଜ, ତମେ ମୋତେ ନ ଚିହ୍ନିଲା ପରି କ'ଣ ଦେଖୁଛ? ରାଜ କୁହେ, ଏଇଟା କେମିତି ସମ୍ଭବ? ରିୟା କୁହେ, ଆରେ ତମେ ମୋତେ ଭୁଲିଗଲ ନା କ'ଣ? ଏମିତି ଅଚିହ୍ନା ଅଜଣା ଲୋକଙ୍କ ଭଳି କ'ଣ ରିଆକ୍ଟ କରୁଛ? ରାଜ କୁହେ, କିଏ ଆପଣ? ରିୟା କୁହେ, ଆପଣ? ତମେ ଆପଣ ବୋଲି କାହାକୁ କହୁଛ ରାଜ? ମୁଁ ରିୟା, ତମ ସ୍ତ୍ରୀ। ମୋ ରିଷି କେଉଁଠି ଅଛି? ମୋ ପୁଅ କାହିଁ? ସିଏ ତ ଏଠି କେଉଁଠି ଦେଖାଯାଉନି। କେଉଁଠି ଅଛି ସିଏ? ସେଠିକୁ ଗେଲୁ ଆସେ। ରିୟା କୁହେ, ତମେମାନେ ମୋ ରିଷିକୁ ଡାକୁନ କାହିଁକି? କେଉଁଠି ଅଛି ସିଏ? ହଉ ଠିକ୍ ଅଛି, ମୁଁ ନିଜେ ଯାଇକି ଦେଖି ଆସୁଛି। ତାପରେ ସେଠୁ ରିୟା ରିଷିକୁ ଖୋଜିବା ପାଇଁ ଚାଲିଯାଏ। ଆଉ ଜଣେ ଲୋକ ସେଠିକି ଆସେ ଆଉ କୁହନ୍ତି, ଦେଖନ୍ତୁ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ, ତେଣୁ ସେ କୌଣସି ପ୍ରକାର ସକ୍ ଯେମିତି ନ ପାଆନ୍ତି, ନହେଲେ ପୁଣି ତାଙ୍କ କଣ୍ଡିସନ୍ ଆଗ ଭଳି ବିଗିଡ଼ି ଯାଇପାରେ, ଏମିତିକି ତାଙ୍କର ମୃତ୍ୟୁ ବି ହୋଇପାରେ। ଆଉ ଏସବୁ କଥା ଶୁଣି ରାଜ ବହୁତ ଚିନ୍ତାରେ ପଡ଼ିଯାଆନ୍ତି। ରିଷିକୁ ଖୋଜି ଖୋଜି ରିୟା ତଳକୁ ଆସେ ଆଉ ରାଜକୁ ପଚାରେ, ରାଜ ରିଷି କୁଆଡ଼େ ଗଲା? କେଉଁଠି ଅଛି ସିଏ? ରାଜ, ତମେ ସବୁ କଥାରେ ଏମିତି ଚୁପ୍ କାହିଁକି ରହୁଛ? ଆଉ ରିୟା ଅନୁକୁ ଦେଖେ ଆଉ କୁହେ, ତମେ କିଏ? ରାଜ, ଇଏ କିଏ ରାଜ? ମୁଁ ତ ୟାଙ୍କୁ ଚିହ୍ନି ପାରିଲିନି। ରିୟା ଅନୁକୁ କୁହେ, ତମେ ଦେଖିବାକୁ ବହୁତ ସୁନ୍ଦର, ତମ ନାଁ କ'ଣ? ଅନୁ କୁହେ, ମୁଁ ଅନୁରାଧା। ଆଉ ଏକଥା ଶୁଣି ମନକୁ ବହୁତ ଖୁସି ଲାଗେ। ରିୟା କୁହେ, ଅନୁରାଧା, ସତରେ ତମ ଭଳି ତମ ନାଁଟା ବି ବହୁତ ସୁନ୍ଦର, ହେଲେ ତମେ ଏ ଘରେ? ରାଜ କୁହେ, ତମେ ବହୁତ ଦିନ ପରେ ଏ ଘରକୁ ଫେରିଛ, ୟା ଭିତରେ ବହୁତ କିଛି ବଦଳି ଯାଇଛି। ଆଉ ଅନୁ ଏବେ କହିବାକୁ ଯାଉଥିବା ବେଳେ ରାଜର ମା ରାଜକୁ ଅଟକେଇ ଦିଅନ୍ତି ଆଉ କୁହନ୍ତି, ଆନିସାର ସମ୍ପର୍କୀୟ ଭଉଣୀ। ଏକଥା ଶୁଣି ଅନୁ ଆଉ ରାଜ ଦୁଇ ଜଣ ବହୁତ ଆଶ୍ଚର୍ଯ୍ୟ ହେଇଯାଆନ୍ତି। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ ଟିକେ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।